ଅଗନାଅଗନି ବନସ୍ତ। ଜଣେ ଶିକାରୀ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲ ଭିତରକୁ ଯାଇଥିଲା। ହଠାତ୍ ତା ସାମ୍ନାରେ ଗୋଟିଏ ମହାବଳ ବାଘ ଆସି ପହଞ୍ଚିଲା। ମହାବଳ ବାଘକୁ ଦେଖି ଶିକାରୀ ଭୟରେ ଥରିବାକୁ ଲାଗିଲା। ସେ ପଛକୁ ବୁଲି ମାରିଲା ଏକ ଡିଆଁ। ତା ପଛରେ ବାଘ ଗୋଡ଼େଇଥାଏ। ଆଗ ପଛ ଚିନ୍ତା ନ କରି ଶିକାରୀଟି ଗଛ ଉପରକୁ ଚଢ଼ିଗଲା। ପ୍ରାଣ ବିକଳରେ ସିନା ଗଛ ଉପରକୁ ଚଢ଼ିଗଲା, ହେଲେ ଗଛ ଉପରେ ଦେଖେ ତ ଭାଲୁଟିଏ ବସିଛି। ଶିକାରୀର ତ ବେଳା ଖରାପ, କରିବ କ'ଣ? ଏଣେ ଉପରେ ଭାଲୁ ଆଉ ତଳେ ବାଘ। ଭଲା କଥା ହେଲା, ଉପରେ ରହିଲେ ମରିବି, ତଳକୁ ଗଲେ ବି ମରିବି। ତଳକୁ ଚାହିଁ ଦେଖେ ତ ବାଘ ମାଟିରେ ଲାଞ୍ଜ ପିଟୁଛି। ତା ବୁଦ୍ଧି ବାଟ ହଜିଗଲା। ବାଘ ତଳୁ ଥାଇ ଭାଲୁକୁ କହିଲା, ଭାଲୁ ଭାଇ, ଗୋଟେ କାମ କର, ତୁମେ ମଣିଷକୁ ତଳକୁ ଠେଲି ଦିଅ। ମୋତେ ଭାରି ଜୋରରେ ଭୋକ ହଉଛି, ତାକୁ ଖାଇ ମୋ ଭୋକ ମେଣ୍ଟୁ। ବାଘ କଥା ଶୁଣି ଭାଲୁ କହିଲା, ନାଇଁ ରେ ଭାଇ, ୟାକୁ କ'ଣ ମୁଁ ଠେଲି ପାରିବି? ଇଏ ପା ମୋ ପାଖରେ ଶରଣ ପଶିଛି, ଇଏ ମୋ ଅତିଥି। ୟାକୁ କ'ଣ ମୁଁ ତୋ ମୁହଁକୁ ଦେଇପାରିବି? ଇଏ ଅନ୍ୟାୟ ମୋ ଦେଇ ହବନି। ଭାଲୁ ମୁହଁରୁ ଏକଥା ଶୁଣି ଶିକାରୀଟେ ମନେ ମନେ ଭାବିଲା, ଯା ହଉ ଆଜି ବଞ୍ଚିଗଲି, ପ୍ରାଣ ରହିଗଲା। ଏମିତି କିଛି ସମୟ ଚାଲିଗଲା। ବାଘ ସେମିତି ତଳେ ବସି ଲୋକଟିକୁ ଅନେଇ ଲାଞ୍ଜ ବାଡ଼ଉଥାଏ। ଏପଟେ ଭାଲୁ ଗଛ ଉପରେ ରହି ଧୀରେ ଧୀରେ ଢୋଳେଇବାକୁ ଲାଗିଲାଣି। ଏଣୁ ବାଘ ଫୁସ୍ଫୁସ୍ ହେଇ ଲୋକଟିକୁ କହିଲା, ଶୁଣ ଭାଇ, ଭୋକରେ ମୋ ପେଟ ଜଳୁଛି, ତୁ ଏ ଭାଲୁକୁ ତଳକୁ ଠେଲିଦେ, ତାକୁ ଖାଇ ମୋ ଜୀବନ ରହୁ। ଭୋକ ବେଳେ ମୋ ପାଇଁ ମଣିଷ ଯାହା, ଭାଲୁ ବି ସେଇଆ। ବରଂ ଭାଲୁକୁ ଖାଇ ମୁଁ ଏଠୁ ଚାଲିଯିବି, ଆଉ ତୁ ତୋ ଜୀବନ ନେଇ ଘରକୁ ଯିବୁ। ମଣିଷ ତ ସବୁବେଳେ ସୁବିଧାବାଦୀ, ସବୁବେଳେ ନିଜ ସ୍ୱାର୍ଥରେ ବୁଡ଼ି ରହେ। ସେ ଟିକେ ପୂର୍ବରୁ ଭାଲୁର ସାହାଯ୍ୟକୁ ଭୁଲିଗଲା। ନିଜର ସ୍ୱାର୍ଥରେ ଅନ୍ଧ ହୋଇ ସେ ସଙ୍ଗେ ସଙ୍ଗେ ଭାଲୁକୁ ତଳକୁ ଠେଲିଦେଲା। କିନ୍ତୁ ଭାଲୁର ଭାଗ୍ୟ ଭଲ, ସେ ପଡ଼ୁ ପଡ଼ୁ ଗଛର ଡାଳଟିକୁ ଧରି ଓହଳି ରହିଗଲା। ଏଥର ବାଘ ଗୋଟେ ଫିକର ପାଞ୍ଚିଲା। ବାଘ କହିଲା, ଦେଖୁଛୁ ତ ଏ କଳାମୁଣ୍ଡିଆ ମଣିଷକୁ, ଦେଖୁଛୁ ତ? ତୁ ତ ଅତିଥି ବୋଲି କହି ଦୟା କରୁଥିଲୁ ନା? ଏବେ ଦେଖ ତା ଅସଲ ରୂପ, ଦେଖ ଦେଖ। ଏଣୁ ମୋ କଥା ମାନି ସେ ଲୋକଟାକୁ ତଳକୁ ଠେଲିଦେ। ଭାଲୁ କହିଲା, ଶୁଣ ବାଘ ଭାଇ, ମଣିଷ ହେଇ ଯଦି ଜଣେ ପଶୁଠାରୁ ଏତେ ଉପକାର ପାଇ ମଧ୍ୟ ନିଜର ପ୍ରକୃତି ଦେଖେଇ ପାରିଲା, ମୁଁ କାହିଁକି ମୋ ପ୍ରକୃତି ଛାଡ଼ିବି? ମଣିଷ ତା ପ୍ରକୃତି ଦେଖେଇଲା, ଆଉ ମୁଁ ମୋ ପ୍ରକୃତି ଦେଖାଉଛି। ଏଣୁ ମୁଁ ମଣିଷକୁ କେବେ ବି ତୋ ମୁହଁକୁ ଠେଲି ପାରିବିନି, କାରଣ ସେ ମୋର ଏବେ ବି ଅତିଥି। ଏହା ଶୁଣି ବାଘ କହିଲା, ଠିକ୍ ତୋ ଜୀବନ, ଏତେ ହିନିମାନିଆ ହେଲା ପରେ ବି ତୁ ସେଇ କଥା କହୁଛୁ? ମୋ ଭାଇଟା ପରା, ମୋ କଥା ମାନ, ତୁ ତଳକୁ ଠେଲିଦେ। ଭାଲୁ କହିଲା, ଆମେ ସମସ୍ତେ ପ୍ରକୃତିର ଦାସ। ତୁ ବାଘ ବୋଲି ତୋ ବାଘୁଆ ପ୍ରକୃତି ଦେଖେଇଲୁ, ତେଣୁ ତୁ କହିଲୁ ଆମ ଭିତରୁ ଯିଏ ବି ତଳେ ପଡ଼ିବ ସେ ତ ଆହାର ହବ। ତୋ ପାଇଁ ତୋ ଭୋକ ବଡ଼, କିଏ ମଲା କେତେ ବା ଗଲା କେତେ ତୋର ଯାଏ ଆସେ କ'ଣ? ଆଉ ମଣିଷ ହେଲା ସୁବିଧାବାଦୀ, ଯୋଉଠୁ ସୁବିଧା ପାଉଥିବ ସେଇଠି ରହିଥିବ। କିନ୍ତୁ ଏଠି ସୁବିଧା ପାଇବା ପରେ ମଧ୍ୟ ସେ ତା ପ୍ରକୃତି ଛାଡ଼ିପାରିଲା ନାହିଁ, ତେଣୁ ସେ ତାର ରୂପ ଦେଖେଇଲା। କିନ୍ତୁ ମୁଁ କ'ଣ ଏଡ଼େ ଅଧମ ଯେ ମୋ ପ୍ରକୃତି ମୁଁ ଛାଡ଼ିଦେବି? ବାଘ ଏବଂ ମଣିଷ ଏକଥା ଶୁଣି ଏକଦମ ଚୁପ୍। ତାପରେ ବାଘ ଖାଇବାର ଆଶା ଛାଡ଼ି ସେଠୁ ଚାଲିଗଲା ଏବଂ ପରେ ପରେ ଶିକାରୀଟି ଭାଲୁଠାରୁ ଏକ ବୃହତ୍ ଉପଦେଶ ନେଇ ଘରକୁ ଫେରିଲା। ଏଣୁ ପିଲାମାନେ, ତୁମେ ଏ ଗପରୁ ହିଁ ତୁମ ପ୍ରକୃତି ବାଛିବ, କାରଣ ତୁମେ ଯେତେବେଳେ ବଡ଼ ହବ, ବଣ ଜଙ୍ଗଲ ନୁହେଁ, ଆମ ସମାଜରେ ଏମିତି ଘଟଣା ସହ ତୁମେ ବି ଦିନେ ପରିଚିତ ହବ। ଆଉ ଏ ଗପରୁ ତୁମେ ଯାହା ଉଚିତ ଶିକ୍ଷା ପାଇଲ ତାକୁ ହିଁ ବିନିଯୋଗ କରିବ। ହଁ ପିଲାମାନେ, ଆଶା କରୁଛୁ ଏ ଗଳ୍ପ ତୁମକୁ ବହୁତ ଭଲ ଲାଗିଥିବ। ଯଦି ଏ ଗଳ୍ପଟି ତୁମକୁ ଭଲ ଲାଗିଥିବ, ନିଶ୍ଚିତ ଭାବରେ ଲାଇକ୍ କରିବ, କମେଣ୍ଟ କରିବ ଓ ସେୟାର କରିବ।
हाँ जदि ए पर्यंत आम चैनल को सब्सक्राइब करना तेबे सब्सक्राइब कर नब कथा दउछु एमती नीति शिक्षा और मनोरंजन भित्तिक गल्प आमे सबुदिन भेटी देबु।